ଆସ ଗପ ଶୁଣିବା। ବିଷୟ ଦଳର ବଳ। ଦିନେ ଶିକାରୀଟିଏ ଶିକାର କରିବା ପାଇଁ ଜଙ୍ଗଲ ଭିତରକୁ ଗଲା। ସେ ଜାଲ ବିଛାଇ ଦେଲା, କିଛି ଚାଉଳ ତା ଉପରେ ବୁଣି ଦେଲା। ତାପରେ ଗୋଟିଏ ଗଛ ଆଢ଼ୁଆଳରେ ଲୁଚିଗଲା। ଦଳେ ପାରା ସେଇ ବାଟ ଦେଇ ଉଡ଼ି ଉଡ଼ି ଯାଉଥିଲେ। ତଳେ ଚାଉଳ ପଡ଼ିଥିବା ଦେଖି ସେମାନଙ୍କର ଲୋଭ ହେଲା। କିନ୍ତୁ ପାରା ରାଜା କହିଲା, ଚାଉଳ ଖାଇବାକୁ ଲୋଭ କର ନାହିଁ। ଶିକାରୀ ଆମକୁ ଧରିବାକୁ ଜାଲ ବିଛାଇଛି, ନହେଲେ ଜଙ୍ଗଲ ଭିତରକୁ ଚାଉଳ କେମିତି ଆସିବ? ପାରାମାନଙ୍କୁ ଭୋକ ହେଉଥିଲା, ତେଣୁ ସେମାନେ ପାରା ରାଜା କଥା ନ ମାନି ଚାଉଳ ଖାଇବାକୁ ବସି ପଡ଼ିଲେ। ପାରାମାନଙ୍କର ଗୋଡ଼ ଜାଲରେ ଛନ୍ଦି ହୋଇଗଲା। ସେମାନେ ଜାଲ ଭିତରୁ ବାହାରି ପାରିଲେ ନାହିଁ। ପାରା ରାଜା କହିଲା, ଦେଖିଲ, ମୋ କଥା କେହି ଶୁଣିଲ ନାହିଁ। ଆମେ ସମସ୍ତେ ବିପଦରେ ପଡ଼ିଲେ। ଏବେ ଆମେ କ'ଣ କରିବା? ଶୁଣ, ଜଣେ ଜଣେ ହୋଇ ଉଡ଼ିଲେ କେହି ବଞ୍ଚିବା ନାହିଁ। ଚାଲ ସମସ୍ତେ ଏକାଠି ମିଶି ଉଡ଼ିବା। ଏଥର ପାରା ରାଜା କଥା ମାନି ସବୁ ପାରା ଏକାଥରକେ ଡେଣା ହଲାଇ ଉଡ଼ିଲେ। ସେମାନେ ମିଳିମିଶି ଉଡ଼ିବାରୁ ଜାଲଟିକୁ ଉଡ଼ାଇ ନେଇ ବହୁ ଦୂରକୁ ଚାଲିଗଲେ। ଶିକାରୀ ବିଚରା ସେମାନଙ୍କୁ ଧରି ପାରିଲା ନାହିଁ। ପାରାମାନେ ଯାଇ ଗୋଟିଏ ପାହାଡ଼ ଉପରେ ଓହ୍ଲାଇଲେ। ପାରା ରାଜାର ସାଙ୍ଗ ମୂଷା ସେଠାରେ ଗାତ କରି ରହୁଥିଲା। ପାରା ରାଜା ତାକୁ ଡାକିଲା। ମୂଷା ବାହାରକୁ ଆସିଲା। ତାର ମୁନିଆ ଦାନ୍ତରେ ଜାଲଟିକୁ ଟିକ୍ ଟିକ୍ କରି କାଟିଦେଲା। ପାରାମାନେ ସବୁ ଜାଲରୁ ଖସିଗଲେ। ମୂଷା ଉପକାର କରିଥିବାରୁ ତାକୁ ସମସ୍ତେ ଧନ୍ୟବାଦ ଦେଲେ। ଏଥର କହିଲେ ପିଲାମାନେ, ଦଳର ବଳ ଏହି ଗପଟିକୁ ଶୁଣିବା ପରେ ଏଥିରୁ ଆମେ କି ଶିକ୍ଷା ପାଇଲେ? ବଡ଼ ବା ବୟସ ଲୋକମାନଙ୍କର କଥାକୁ ଅବମାନନା କରିବା ପୂର୍ବରୁ ଭଲ କରି ଚିନ୍ତା କରିବା ଦରକାର। ଗୋଟାଏ କାମକୁ ଜଣେ କରିବା ଦ୍ୱାରା ଯେତିକି କଷ୍ଟ ହୁଏ, ସମସ୍ତେ ମିଳିମିଶି କରିଦେଲେ କାମଟି ଅତି ସହଜରେ ହୋଇଯାଏ। ହେଇ ଯେମିତି ଗୋଟିଏ ପାରା ଜାଲଟିକୁ ଉଡ଼ାଇ ନେବା କ'ଣ କେବେ ସମ୍ଭବପର? ସବୁ ପାରାମାନେ ମିଶିବାରୁ ସିନା ଜାଲଟିକୁ ଅତି ସହଜରେ ଉଡ଼ାଇ ନେଲେ। ସେଥିପାଇଁ ସେମାନେ ଶିକାରୀ କବଳରୁ ଆଉ ମୃତ୍ୟୁ ମୁଖରୁ ଉଦ୍ଧାର ପାଇଗଲେ। ଏହା ହେଉଛି ଦଳର ବଳ। ଏଇଠି ରହିବା ପିଲାମାନେ, ପୁଣି ଆଗକୁ ଆହୁରି ସୁନ୍ଦର ସୁନ୍ଦର ଗପ ସାହିତ୍ୟ ବିଷୟରେ ଜାଣିବାକୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ହଁ, ଗପଟି ଶୁଣିଲା ପରେ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଲେଖିକି ଜଣାଇବେ। ଧନ୍ୟବାଦ।